ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ତ ଆଜିର ଭିଡ଼ିଓରେ ଦେଖନ୍ତୁ କି ଯାହାକି ବହୁତ ହି ହେଲ୍ପଫୁଲ୍ ରହିଛି। ତ ଆମର ଫାଷ୍ଟ ରହିଛି ଯେମିତି ଦେଖନ୍ତୁ ଏଇଥିରେ କି ଆମର କିଛି ବି ମସଲାର ଏମିତି କିଛି ବି ଜିରା ହଉ ସୋରିଷ ହଉ ତ ଏସବୁ ଜିନିଷ ଆମକୁ ତ ଆମେ ଆଣିଥାଉ ଯେତେବେଳେ କି ପ୍ୟାକେଟରେ ଆମେ କ'ଣ କରୁନା ତାକୁ ଡବାରେ ଭରିକି ରଖିଥାଉ। ତ ଏମିତି ଗୋଟିଏ ମସଲା ଡବାରେ ଆମେ ସବୁ ଗୁଡ଼ିକ ତ ଭରିକି ରଖିଦେଇଥାଉ। ତ ଛୋଟ ତାର ମୁହଁ ପାଖରେ ଛୋଟ ଯାହାକି ଥାଏ ତାକୁ ଆମକୁ ସବୁ ଗୁଡ଼ିକ ଭରିବା ପାଇଁ ଅଡ଼ୁଆ ହେଇଥାଏ। ତ ଏମିତି ଗୋଟିଏ ଯାହାକି ଦେଖେଇଲି ଆପଣଙ୍କୁ ତ ପ୍ଲାଷ୍ଟିକର ବୋଟଲରେ ଏମିତିକି ଆମେ ତାକୁ କାଟି ନେଇଥିବା। ତ କାଟି ସାରିଲା ପରେ ଆମେ କ'ଣ କରିବା ନା ତ ଏମିତି କୌଣସି ପ୍ଲେଟ୍‌ରେ ରଖିଲେ ତ ସେଗୁଡ଼ିକ ଠିକ୍‌ସେ ରହିବନି। ଗୋଟେ କାଗଜରେ ଏମିତି ଦେଇଦବା। ତ ତାପରେ ଏମିତି ଦେଖନ୍ତୁ ଯାହାକି ଗୋଟେ ବୋଟଲଟିକୁ ଏମିତି ଆମେ କାଟି ଦେଇଥିଲୁ, ଯାହାକି ବିଲକୁଲ ହିଁ ଜମା ବି ପଡ଼ିବନି। ତ ସେ ପୁରାପୁରି ବହୁତ ହି ବଢ଼ିଆ ଭାବରେ ବି ଏମିତି ରହିବ। ଏମିତି ଗୋଟିଏ ବୋଟଲଟିକୁ କାଟିକି ରଖିନେବେ। ଯେକୌଣସି ବି ଜିନିଷ ଯଦି କି ଆପଣଙ୍କର ଏମିତି ଗୋଟେ ମୁଁ କାଗଜରେ ଦେଲି ଯଦି କି ନହେଲେ କି ଆପଣଙ୍କର କୌଣସି ଏମିତି ପ୍ୟାକେଟରେ ରହୁଛି ତ ଆମେ ତାକୁ ଭରିଲେ କ'ଣ ହୁଏ ନା ସାଇଡ଼ରେ ଏମିତିକି ପଡ଼ିଯାଏ। ତ ଏମିତି ଗୋଟେ ବୋଟଲଟିକୁ କାଟିକି ରଖିନେବେ। ତାପରେ କି ଏମିତିକି ଯେତେବେଳେ ବି ରଖିବେ ତ ଦେଖିବେ ସେ ବହୁତ ବଢ଼ିଆ ଭାବରେ କି ଏମିତିକି ରହିଯିବ। ତ ବିଲକୁଲ ହିଁ ଜମା ବି ସାଇଡ଼ରେ ବିଲକୁଲ ହିଁ ପଡ଼ିବ ନାହିଁ। ଦେଖନ୍ତୁ ଇଏ ପୁରାପୁରି ଆମର ମସଲା ଏମିତି କିଛି ବି ଯାହା ବି ଏମିତି ରଖିବାର ଅଛି ତ ଏମିତି ଗୋଟିଏ ବୋଟଲଟିକୁ କାଟିକି ତ ରଖିପାରିବେ। ତ ଦେଖନ୍ତୁ ଜମା ବି ପଡ଼ିବନି। ତ ଏମିତି ବହୁତ ସାରା ଯାହା ବି ମସଲା ଏମିତି ଅଛି ତ ଆରାମସେ ଆକୁ ସବୁ ଗୁଡ଼ିକ ସଜେଇକି ରଖିପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତ ନେକ୍ସଟ କ'ଣ ରହିଛି ଏଠି ଦେଖନ୍ତୁ। ତ ଆମେ ଯେତେବେଳେ ବି ଦେଖିବେ କି ଲୁଣ କୌଣସି ବି ଏମିତି ଡବାରେ ରଖିଥାଉ ଜାଗାରେ ତ ସେଗୁଡ଼ିକ ଏମିତି ଓଦା ଟାଇପ୍‌ରେ ହେଇଯାଇଥାଏ। ତ ଏମିତି କ'ଣ ହୁଏ ନା ବର୍ଷା ଟାଇମ୍‌ରେ ଏମିତିକି ଓଦା ଟାଇପ୍‌ରେ ଏମିତି ପାଣି ହେଇଯାଇଥାଏ ଆମର ଲୁଣ ଗୁଡ଼ିକ। ତ ତାକୁ ଆମକୁ ଯେମିତିକି ଜମା ବି ଏମିତି ପାଣି ହବନି। ଆମେ କ'ଣ କରିବା ନା ତ ଯୋଉ ଜାଗାରେ ବି ଆମେ ଲୁଣଟିକୁ ରଖିଛୁ ତ ସେଇ ଜାଗାରେ ଏମିତି 4-5 ଟି ଚାଉଳ ତ ଚାଉଳକୁ ସେଥିରେ କି ଆମେ ଲୁଣ ଜାଗାରେ କି ରଖିନବା ପକେଇ ନବା। ଦେଖିବେ କି ଜମା ବି ଆଉ ଓଦା ରହିବନି। ତ ତାପରେ କି ରହିଛି ତ ଏମିତି ଆମର ଦିଆସିଲିଟି ଆମେ ଯେତେବେଳେ ବି ଜଳେଇଥାଉ ତ ଏମିତି ଜଳେଇ ସାରିଲା ପରେ ତାର କାଠିଟି ଦେଖନ୍ତୁ ଆମେ ଏମିତି ତଳେ ପକେଇ ଦେଇଥାଉ। ପୁଣି ତାକୁ ଆମକୁ ସଫା କରିବା ପାଇଁ ପଡ଼ିଥାଏ। ତ ଆମେ କ'ଣ କରିବା ନା ଗୋଟିଏ ଖାଲି ଦିଆସିଲି ପ୍ୟାକେଟକୁ ଏମିତି ଆମେ ନେଇଯିବା। ତ ଯୋଉଥିରେ କି ଆମର ଗୋଟେ ଦିଆସିଲି ପ୍ୟାକେଟ ଫୁଲ୍ ରହିଛି ଆଉ ଗୋଟିଏ ଖାଲି ପ୍ୟାକେଟଟି ଆମେ ନବା। ତ ସେଇଥିରେ ଆମେ କ'ଣ କରିବା ନା ଦେଖନ୍ତୁ ଏମିତି ଖାଲି ପ୍ୟାକେଟଟିକୁ ଯେତେବେଳେ ବି ସରିଯିବ ତ ତାକୁ ଆମେ ରଖିନବା। ତ ଦେଖନ୍ତୁ ତାପରେ କି ଏଇଥିରେ କି ଆମେ ଆକୁ ଲଗେଇ ନବା। ତ ଏମିତି ଗୋଟିଏ ଡବଲ ଟେପ୍‌କୁ ଦେଇନବା। ଦେଇ ସାରିଲା ପରେ ଆଉ ଗୋଟେ ଦିଆସିଲିଟିକୁ ତା ଉପରେ ଏମିତି ଲଗେଇକି ରଖିନବା। ରଖି ସାରିଲା ପରେ ଯେତେବେଳେ ଆମେ ଦିଆସିଲିଟିକୁ ଏମିତି ଲଗେଇବା ଦେଖନ୍ତୁ ଏଇଠି ଭଲସେ ଟିକେ ଠିକ୍‌ସେ ଲଗେଇଦବା। ତ ଦେଖନ୍ତୁ ଠିକ୍‌ସେ ଆମେ ଯେମିତିକି ଠିକ୍‌ସେ ଲାଗିକି ରହିବ ଭଲ ଭାବରେ ଆମେ ସେମିତିରେ କି 2ଟି ନହେଲେ କି ଯଦି କି ଗୋଟେରେ ଲାଗୁନାହିଁ ତାହେଲେ କି 2 ସାଇଡ଼ରେ ଏମିତି ଲଗେଇ ନବା ଭଲ ଭାବରେ ପୁରାପୁରି ଲାଗିକି ଏମିତି ରହିଗଲା। ତ ଆପରେ ଆମେ ଯେତେବେଳେ ବି ଆମେ ଦିଆସିଲିଟିକୁ ଜଳେଇବା ଦେଖନ୍ତୁ ଏଇଥିରେ ଆମେ ଦିଆସିଲିଟିକୁ ତ ଜଳେଇ ନବା। ଜଳେଇ ସାରିଲା ପରେ ତ ଆମେ କାଠିଟି ଏମିତି ତଳେ ପକେଇ ଦେଇଥାଉ। କିନ୍ତୁ ଆମକୁ କ'ଣ କରିବାକୁ ହବ ନା ତ ଏମିତି ଆପଣ ତିଆରି କରିନେବେ ବନେଇକି ରଖି ନେଇଥିବେ ଭଲ ଭାବରେ। ତ ଦେଖନ୍ତୁ ଯାହାକି ଟିକେ ଏପଟ ସେପଟ ହେଇଯାଉଛି ମୁଁ ଡବଲ ଲଗେଇଦେବେ ଡବଲ ଟେପ୍‌ଟି ଠିକ୍‌ସେ ଲାଗିକି ରହିବ। ତ ଏପଟ ସେପଟ ହବ ନାହିଁ। ତ ଏମିତି ଦିଆସିଲିଟି ଏପଟେ ଆପଣଙ୍କର କାଢ଼ିକି ଲଗେଇବେ। ଆଉ ତଳ ପାଖକୁ ଯାହାକି ଆମର ରହିଛି ଫାଙ୍କାଟେ ତ ସେଇଥିରେ କି ଆମେ ଆକୁ କାଠି ଗୁଡ଼ିକ ଆମେ ଯାହାକି ଜଳେଇ ସାରିଥିଲୁ ସେ କାଠି ଗୁଡ଼ିକ ସେଇ ଭିତରେ ଏମିତି ଆମେ ରଖିନବା। ଯାହାକି ଖରାପ ବି ହବନି ଯେତେବେଳେ ବି ଦିଆସିଲିଟିକୁ ଜଳେଇବେ ତ ଭିତରେ ଏମିତି ତଳ ପାଖରେ ଏମିତି ବି ରଖିପାରିବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତ ନେକ୍ସଟ ରହିଛି ତ ଏମିତି ଆମର ପାନିଆଟିକୁ ଆମେ କ'ଣ କରିବା ନା ତ ଏଇଥିରେ ଆମର ଏମିତି ତାର ଜାଲି ଯାହାକି ଆମେ ସଫା କରିଥାଉ ସବୁ ଜିନିଷକୁ ସଫା କରୁ। ତ ସେ ତାର ଜାଲିରେ ଆମେ କ'ଣ କରିବା ପାନିଆରେ ଏମିତିକି ଭଲ ଭାବରେ ପୁରା ଟାଣିକି ଭଲସେ ଏମିତିକି ଯଦି କି ପୁରା ଲମ୍ବାରେ ସେ ଲାଗିକି ରହୁନି ତ ଅଧା ପର୍ଯ୍ୟନ୍ତ ବି ଆମେ ଆକୁ ଲଗେଇକି ସେଠି ରଖିନବା। ତ ଏମିତି ଲଗେଇ ନବା। ଲଗେଇ ନେଇ ସାରିଲା ପରେ ପାନିଆରେ ଆମେ ସେଥିରେ କ'ଣ କରିବା ନା ତ କୋଲଗେଟକୁ ଲଗେଇ ନବା। ତ ଏଠି ଦେଖନ୍ତୁ କୋଲଗେଟଟିକୁ ଆମର ସେ ଜାଲି ଆଉ ପାନିଆ ସହିତ ଯାହାକି ଲଗେଇକି ରଖିଛୁ। ତ ସେଇଥିରେ କି ଆମେ ଲଗେଇ ନବା। ଲଗେଇ ସାରିଲା ପରେ ଆକୁ ଆମକୁ କ'ଣ କରିବାକୁ ହବ ନା ଯେତେବେଳେ ବି ଆମେ ଗ୍ୟାସ୍ ସିଲିଣ୍ଡରଟି ଆମେ ରଖିଥାଉ ସେଇ ଜାଗାରେ ଦେଖିବେ କି ଏମିତିରେ କି ଚିହ୍ନ ହେଇଯାଇଥାଏ। ତ ସେଇ ଜାଗାଟିକୁ ଯେତେବେଳେ ବି ଆମେ ଉଠେଇଥାଉ ସିଲିଣ୍ଡରଟି ତ ଏମିତି ଚିହ୍ନ ଥାଏ।
ତ ଏମିତିରେ କି ଆମେ ଘଷିକି ଖୁବ୍ ସହଜରେ ସଫା କରିପାରିବା ଆଉ ବହୁତ ହି ବଢ଼ିଆ ଭାବରେ ବି ଛାଡ଼ିଯିବ। ତ ଏମିତି ଦେଖନ୍ତୁ ପାନିଆରେ ଲଗେଇକି ବହୁତ ହି କାହିଁକି ନା ପାନିଆରେ ଲଗେଇଲେ ହାତକୁ ଅଧିକରେ ପ୍ରେସର ଏମିତି ହବା ପାଇଁ ପଡ଼ିବନି। ଆଉ ପାନିଆଟିକୁ ଏମିତି ଧରିକି ବହୁତ ହି ବଢ଼ିଆ ଭାବରେ କି ଆମେ ଆକୁ ସଫା କରିନବା। ଦେଖନ୍ତୁ ଏମିତିରେ କି ସଫା କରିଦବା ପରେ କି ବହୁତ ଭଲ ଭାବରେ ସେ ଜାଗାଟି ଆମର ପୁରାପୁରି ସଫା ହେଇଯାଇଛି। ତ ଏମିତି ଘଷିକି ସଫା କରିଦବା ଦ୍ୱାରା ବହୁତ ହି ସହଜ ବି ହବ ସଫା କରିବା ପାଇଁ। ଆଉ ଆମର ସେ ଜାଗା ବି ପୁରାପୁରି ସଫା ହେଇଯିବ। ତ ଏମିତି ସଫା କରିସାରିଲା ପରେ ସେ ଜାଗାରେ କୌଣସି ଗୋଟେ କପଡ଼ାରେ ତ ଓଦା କପଡ଼ାରେ ଭଲ ଭାବରେ ପୋଛି ନବା। ପୋଛି ସାରିଲା ପରେ ଦେଖନ୍ତୁ ବହୁତ ହି ବଢ଼ିଆ ଭାବରେ ସେ ଜାଗାରେ ପୁରାପୁରି ସଫା ହେଇଯାଇଛି। ତ ଏମିତିରେ କି ଆମେ ଆକୁ ସଫା କରିପାରିବା ଯୋଉ ଜାଗାରେ ସିଲିଣ୍ଡରଟି ରହିଛି ତ ସେଇ ଜାଗାରେ ଏମିତି ଆମେ ଆକୁ ସଫା କରିପାରିବା। ତ ନେକ୍ସଟ ରହିଛି ଏମିତି ଦେଖନ୍ତୁ ତ ଆମେ ଯେତେବେଳେ ବେଡସିଟଟିକୁ ଏମିତି ଆମେ ବେଡରେ ପକେଇଥାଉ ସେ ଏମିତି ଏପଟ ସେପଟ ଦେଖନ୍ତୁ ହେଇଯାଇଥାଏ। ତ ତାକୁ ଏମିତି ଗୋଟିଏ ପାନିଆରେ କଣ କରିବା ନା ହାତରେ ଏମିତି ଲଗେଇଲେ ନଖ ଗୁଡ଼ିକ ଦରଜିଥାଏ। ତ ଠିକ୍ ସେମିତି ତାକୁ କଭର କରିକି ଯଦିକି ରଖିବାର ଅଛି। ତ ଏମିତି ଗୋଟେ ପାନିଆରେ ଭଲ ଭାବରେ ତାକୁ ସେଟ୍ କରିନେବେ ଦେଖନ୍ତୁ। ଆଉ ହାତରେ ଆମକୁ ସଜେଇବା ପାଇଁ ପଡ଼ିଲାନି। ଏମିତି ପାନିଆରେ ହିଁ ବହୁତ ହି ବଢ଼ିଆ ଭାବରେ ଏମିତି ଭିତରକୁ ଦେଇଦେବେ। ତ ସେଗୁଡ଼ିକ ବହୁତ ହି ଭଲ ଭାବରେ ପୁରା ତ ହେଇଯିବ। ତ ଏଇ ଟାଇପର ଆମର ତ ପାନିଆରେ ବେଡସିଟଟିକୁ ବହୁତ ହି ବଢ଼ିଆ ଭାବରେ ବେଡଟିକୁ ଆମେ ସଜେଇ ପାରିବା। ଯାହାକି ସହଜରେ ହେଇଯିବ। ତ ନେକ୍ସଟ ସେମିତି ରହିଛି ପାନିଆଟିକୁ ଯେତେବେଳେ ବି ନୂଆ ଆମେ ଆଣିଥାଉ ତ ଆକୁ ଯେତେବେଳେ ବି ଆମେ ୟୁଜ୍ କରିଥାଉ ନୂଆ ପାନିଆଟି ତ ଧାରୁଆ ଟାଇପର ଥାଏ। ତ ଧାରଟିକୁ କମ କରିବାକୁ ହେଲେ ଆମକୁ କଣ କରିବାକୁ ହବ ନା ଏମିତି ନେଲ୍ ପଲିସଟିକୁ ନେଇଯିବା। ତ ନେଲ୍ ପଲିସଟି ଆମକୁ ଏମିତିରେ କି ଲଗେଇ ନବା ଯାହାକି ଯେତେବେଳେ ବି ଆମକୁ କୁଣ୍ଡେଇବେ ଧାରଟି ଅଧିକ ଲାଗିବନି। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିଦେବେ। ଆପଣମାନେ ଯଦି ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ରହିଲି ଜୟ ଜଗନ୍ନାଥ।